গানে বাজিছি যিশু নাম মেরো সারা গানে বাজিছি ভব সুখা পরিহারি ভব সুখা পরিহারি জগতে সন্ন্যাসী চারিছি সন্ন্যাসী চারিছি অনজি সুপ্রে মর ପ୍ରଭୁଙ୍କ ନାମରେ ଗୌରବ ହଉ। ଆସନ୍ତୁ ଆଜି ମୁଁ ଯାହା କହିବା ପାଇଁ ଯାଉଛି ପ୍ରିୟ ଭାଇ ଭଉଣୀ ମାନେ, ପାଉଲଙ୍କର ଉପାସନାର ପଦ୍ଧତି ପ୍ରଣାଳୀ। ପ୍ରେଜ୍ ଦ ଲର୍ଡ। ପାଉଲଙ୍କର ସେବା ଉପାସନାର ପଦ୍ଧତି ପ୍ରଣାଳୀ କିମ୍ବା ଆମର ବି ସେବା ଉପାସନାର ପଦ୍ଧତି ପ୍ରଣାଳୀ ଯାହା ସବୁ କରାଯିବ ଯାଉଥିଲା ପ୍ରଣାଳୀ ଅନୁସାରେ କରାଯାଉଥିଲା ଆଉ କରାଯିବା। ମୂଳ ପଦ ହଉଛି 2 ତିମୋଥୀ 1:3 ମୋହର ପିତୃପୁରୁଷ ମାନଙ୍କର ମତାନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ପରମେଶ୍ୱରଙ୍କର ଉପାସନା କରେ, ଦିବାରାତ୍ର ମୋର ପ୍ରାର୍ଥନାରେ ନିରନ୍ତର ତୁମ୍ଭର ନାମ ଉଲ୍ଲେଖ କରି ମୁଁ ତାଙ୍କୁ ଧନ୍ୟବାଦ ଦିଏ। ପ୍ରିୟ ଭାଇ ଭଉଣୀମାନେ, ମୋର ଗୋଟିଏ ଉପରେ ଫୋକସ୍ କରିବାକୁ ଚାହୁଁଛି, ପିତୃପୁରୁଷଙ୍କର ମତାନୁସାରେ ଉପାସନା। ପ୍ରେଜ୍ ଦ ଲର୍ଡ। ଭାଇ ଭଉଣୀମାନେ, ଅନେକ ଅନେକ ଢଙ୍ଗର ଉପାସନା ଦୁନିଆକୁ ଆସିବ। ଭଲରେ ଶୁଣନ୍ତୁ, ଆସିବ। ସେ ସବୁରେ ଯେପରି ଆମେ ଆୟତ ହେଇ ନ ଯାଉ, ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କ ପାଇଁ ମହଜୁଦ ଅଛି। ଉପାସନା ବିଷୟରେ ହେଉ ଆଉ ଯୋଉ ବିଷୟରେ ହେଉ, ଆମକୁ ଅକାଟ୍ୟ ପ୍ରମାଣ ପୁସ୍ତକ ପରମେଶ୍ୱରଙ୍କର ବାକ୍ୟ ପ୍ରମାଣ ବାକ୍ୟ ଧ୍ୟାନ କରି ଆଗକୁ ଯିବାକୁ। ପ୍ରିୟ ଭାଇ ଭଉଣୀ ମାନେ, ଭଲରେ ଶୁଣନ୍ତୁ। ପିତୃପୁରୁଷ ମାନଙ୍କର ମତାନୁସାରେ ସେବା ଉପାସନାକୁ ମୁଁ 2 ଭାଗ କରିଛି। ପିତୃପୁରୁଷ ମାନେ ଗୋଟେ ଭାଗ ଓ ସେମାନଙ୍କର ଉପାସନା ଆଉ ଗୋଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଭିତରକୁ ଆସିଲେ ଆପଣ ଅଟୋମେଟିକ ଚେଞ୍ଜ ଗୋଟେ ଅଲଗା ବାତାବରଣରେ ନିଜକୁ ସମର୍ପଣ କରିପାରୁଛି, ଆଧ୍ୟାତ୍ମିକ ବାତାବରଣରେ। କାରଣ ପ୍ରାର୍ଥନା ମିଟିଂ ବୋଲେ ପ୍ରାର୍ଥନା ବାଇବଲ ଦରକାର। ଶୁଣନ୍ତୁ, ପିତୃପୁରୁଷ ମାନଙ୍କର ଉପାସନାର ଗୋଟିଏ ପଦ୍ଧତି, କେବଳ 2-3ଟି ପଦ୍ଧତି କହିବି, ତାପରେ ପିତୃପୁରୁଷ ମାନଙ୍କର ପ୍ରାଧାନ୍ୟତାକୁ ଆମମାନଙ୍କୁ ଆଲୋଚନା କରିବାକୁ ହବ। କାହିଁକି ପାଉଲ କହିଲେ ମୁଁ ସେମାନଙ୍କର ମତ ଅନୁସାରେ ଉପାସନା କରିବି ବୋଲି କହିଲେ କାହିଁକି? 2 ବଂଶାବଳୀ 29:35। ଜୟ ପ୍ରଭୁ। ଜଲ୍ଦି ଜଲ୍ଦି ହେଲେ ମତେ ଟିକେ ଭଲ ଲାଗିବ। ଆହୁରି ହୋମ ବଳି, ମଙ୍ଗଳାର୍ଥକ ବଳି, ମେଦ, ପ୍ରତ୍ୟେକ ହୋମ ବଳିର ପେୟ ନୈବେଦ୍ୟ ପ୍ରଚୁର ହୋଇଥିଲା।
ଶୁଣନ୍ତୁ ଆଜ୍ଞା, ଏହି ରୂପେ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ ସୁଧାରା ମତେ। ମୁଁ ୱାର୍ଡକୁ ବ୍ୟାଖ୍ୟା କରିବାକୁ ଯାଉନି। ସୁଧାରା ମତେ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ ସୁଧାରା। ଏଟା ଗୋଟେ ପ୍ରଥମ। ଦ୍ୱିତୀୟଟି କହିବି ଯେ ସେଇ ସମୟରେ ଉପାସନା ମଧ୍ୟରେ ଆଉ ଗୋଟେ ବିଷୟ ଥିଲା, ତାହା ହଉଛି ନେହେମିୟା 11 ପର୍ବର 17 ପଦ। ବଳିଦାନ, ନୈବେଦ୍ୟ ଆଉ ଏସବୁ ବାଦ। ହଁ, ଆସପର ବଂଶଜାତ ବାସ୍। ପ୍ରାର୍ଥନା କାଳର ଧନ୍ୟବାଦ ମଧ୍ୟ ସେଇ ସମୟରେ ହେଉ। ପ୍ରିୟ ଭାଇ ଭଉଣୀ ମାନେ, ବଳିଦାନ ବି ସେ ସମୟରେ ହଉଥିଲା, ଆଉ ସବୁ ନୈବେଦ୍ୟ ହଉଥିଲା ଭିନ୍ନ ଭିନ୍ନ ପ୍ରକାର, 7 ପ୍ରକାରର ନୈବେଦ୍ୟ ବଳିଦାନ। ତା ବାଦେ ପ୍ରାର୍ଥନା କାଳୀନ, ତାହା ବର୍ତ୍ତମାନ ପ୍ରାର୍ଥନା କଣ ଭାବୁଛୁ? ଆକୁ ଆଉ ଆଲୋଚନା କରିବାକୁ ରାସ୍ତା ଅଛି। 12 ପର୍ବର 8। ଲେବୀୟ ମାନେ ଯଥା ଯୋଶୁଆ, ବିନୋଇ, କଦ୍ମିଏଲ, ସେରବିୟ, ଯିହୁଦା ও মথনীয়। এই মথনীয় তার ভাই মানে ধন্যবাদর সেবা, বলিদানর সেবা ଥାଉ ଥାଉ। ପ୍ରିୟ ଭାଇ ଭଉଣୀ ମାନେ, ଧନ୍ୟବାଦର ସେବା ନିହାତି ଆମର ପିତୃପୁରୁଷ ମାନଙ୍କର ତାର ଥିଲା। ଜୟ ପ୍ରଭୁ। ଭାଇ ଭଉଣୀ ମାନେ ସମସ୍ତେ ଭଲ ଭାବରେ ବାଇବଲକୁ ଆଜିକାଲି ଧ୍ୟାନ ଦେବେ। ଗୋଟେ ପ୍ରକାର ନୁହଁ, ୟାର ଭାବ ଚିନ୍ତାଧାରା ଯେଡେ ପଣ୍ଡିତ ହେଲେ ବି ତାର ଅନୁସାରେ ଗୋଟିଏ ପ୍ରକାର ନୁହଁ, କୋଟିଏ ପ୍ରକାର। ପୃଥିବୀରେ କୋଟି ପ୍ରକାର ପ୍ରଭୁଙ୍କ ବିଶେଷ ଦାସ ମାନେ ଥିଲେ। ଆକୁ କୋଟି ପ୍ରକାର ଭାବରେ ଆଲୋଚନା ବାଧ୍ୟରେ, ଜଣକ ଠାରେ ଗୋଟେ ପ୍ରକାର, ଜଣକ ଠାରେ ଗୋଟେ ପ୍ରକାର ହେଉଥିବ। ତେଣୁ ଏଇ ସବୁ ବାଦେ ପ୍ରାର୍ଥନାର ଉପରେ କି ଆଉ ଗୋଟିଏ କଥା, ଗୀତ ସଂହିତା 5:3। ଏ ସଦାପ୍ରଭୁ ପ୍ରାର୍ଥ କାଳରେ ମୋହର ରବ ଶୁଣିବ, ପ୍ରାର୍ଥ କାଳରେ ତୁମ୍ଭ ଉଦ୍ଦେଶ୍ୟରେ। ବାସ୍। ପ୍ରାର୍ଥନା କଣ କରିବାର ଅଛି ଆଜ୍ଞା? এই କାରଣରୁ ଶିଷ୍ୟମାନେ ଏଭଳି ଜଣେ ସ୍ୱର୍ଗୀୟ ଗୁରୁଙ୍କୁ କଣ କଣ ସିନା ଶିଖିଥାନ୍ତେ। ଗ୍ରୀକ ଭାଷା ଶିଖେଇ ଦିଅ ଗୁରୁ ବୋଲି କହିଥାନ୍ତେ, ଏଭଳି ଭାଷା ଶିଖେଇ ଦିଅ ଗୁରୁ, ଲାଟିନ ଶିଖେଇ ଦିଅ ଗୁରୁ, ଆଉ ଇଂରାଜୀ ଶିଖେଇ ଦିଅ ଗୁରୁ। କିନ୍ତୁ ଶିଖେଇ ଦିଅ କଣ ବୋଲି କହିଲେ? ପ୍ରାର୍ଥନା ଶିଖିବାର ଅଛି। ଅଧ୍ୟକ୍ଷ ସାର୍ ଯୋଉ ବିଷୟରେ ବୋଲେ ସେ ବିଷୟରେ ବାରମ୍ବାର କହୁଛନ୍ତି ନା। ପ୍ରାର୍ଥନା ଯେବେ ଭୁଲରେ ଆମେ ବ୍ୟବହାର କରୁଛୁ, ବୁଢା ହେଇଗଲେ ମଧ୍ୟ ସଂଶୋଧନ ହେଇପାରୁ। ଏଜେନ୍ସିରେ ମୁଁ 49 ବର୍ଷରେ ପାଦ ଦେଇଛି, ଦେଖିଛି ଯୋଉମାନଙ୍କୁ ପାଷ୍ଟର ମାନେ କହୁଛନ୍ତି ପ୍ରାର୍ଥନା ସୁଯୋଗ ଦେଇ ସଂକ୍ଷିପ୍ତରେ କରିବ ବୋଲି, ଆଉ କି ଯେତେ ବିଦ୍ୟା ଥିଲେ ମଧ୍ୟ ପ୍ରାର୍ଥନା କରିବାର ଜଣା ନାହିଁ, ଶିଖିବାର ଅଛି।
ପ୍ରାର୍ଥନା ସଜେଇବାର ଅଛି। ହାଲିଆ ଭାଙ୍ଗି ଭାଙ୍ଗି ଲାଲଗିରି ପ୍ରାର୍ଥନା ସଜେଇବାକୁ ଶିଖିବାର ଅଛି। ପକା ଯଦି ନାଇଁ ଆମକୁ ଜ୍ଞାନ ନାହିଁ। ଯୋଉଟା ଅଛି ଏଇ ସମ୍ବନ୍ଧରେ ଉପାସନାର ପ୍ରଣାଳୀକୁ ଆଉ ମୁଁ ଲମ୍ବା କରିବିନି। କହିବାକୁ ମୋର ଇଚ୍ଛା ହଉଛି, ଆମର ପିତୃପୁରୁଷ ମାନେ, ପ୍ରିୟ ବାପା ମା, ଭାଇ ଭଉଣୀ ମାନେ, ଆମର ପିତୃପୁରୁଷ ମାନେ ଆମେ ଠିଆ ହେଇପାରିବା। Praise the Lord. ପ୍ରିୟ ଭାଇ ଭଉଣୀ ମାନେ, ପିତୃପୁରୁଷ ଉପରେ ଶୁଣନ୍ତୁ। ଗୋଟେ ପ୍ରକାର ପିତୃପୁରୁଷ ଅଛି ଯେ ଭୁଲ କାମରେ ପିତୃପୁରୁଷ ମାନେ ଯାଇଥିଲେ, ତାଙ୍କ ପୁଅ ମାନେ ବି ଯାଉଛନ୍ତି। ସେଟାକୁ ମୁଁ ବାଦ ଦେଇଛି। ଦରକାର ନାହିଁ ଜବରଦସ୍ତ ଆଣିକି ସମୟ ଅଧିକା କରିବାକୁ, କିନ୍ତୁ ପଜିଟିଭଲି ପିତୃ। ପ୍ରିୟ ବାପା ମା, ଭାଇ ଭଉଣୀ, ପିତୃପୁରୁଷର ନାଁଟା ଆସିଲା କୋଉ କାରଣରୁ? ଯେ ଆମର ଏହି ଏଜେନ୍ସିର ଆଉ ଏହି ଡିଷ୍ଟ୍ରିକ୍ଟର ପିତୃପୁରୁଷ କଥା ମୁଁ କହୁନି, ବାଇବଲର ପିତୃପୁରୁଷ କଥାକୁ କହିବାକୁ ଚାହୁଁଛି। ଆମ ମାଳ ଏଜେନ୍ସିର ପିତୃପୁରୁଷ ମାନେ ତ୍ୟାଗୀ। ଏଇ ଧର୍ମକୁ ବଞ୍ଚେଇ ଆମ ହାତରେ, ଆମେ ଧର୍ମକୁ ବଞ୍ଚେଇ ନଉ। ଆମେ କିଏ ଗଛ ଲଗେଇ ନା ହଉ, ଆମେ ତୋଳିବା ଲୋକ, ଗଛ କିନ୍ତୁ ଗଛ ଲଗେଇଛି ତାଡ଼ନାଲା ମିଶନାରୀ ଖାଇବାକୁ ଘରର ଲୋକମାନେ ସେମାନଙ୍କୁ ଦେଇନଥିଲେ। ଛାଡ଼ନ୍ତୁ, କିନ୍ତୁ ମୁଁ ବାଇବଲର ପିତୃପୁରୁଷ ମାନଙ୍କର ଉପରେ ପଦେ କହିବାକୁ ଚାହୁଁଛି। କାରଣ ପିତୃପୁରୁଷ ମାନଙ୍କର ମତ ଅନୁସାରେ ଆମର ଉପାସନା ହେବା ଦରକାର, ଆଉ ଧାରା ଅନୁସାରେ ରହିବା ଦରକାର। ଧାରା ଅନୁସାରେ ବୋଲେ କଥା ଥିଲା, କିନ୍ତୁ ମୁଁ କହିପାରିଲିନି ଆପଣଙ୍କୁ। ଉଦାହରଣ ସ୍ୱରୂପ 12ଟା ପିଠା ମେଜରେ ରଖିବ, ଦର୍ଶନୀୟ ରୋଟି 12ଟା। କେମିତି କରି ରଖିବ ଜଣା କି? ଗୋଟେ ଧାଡିରେ 6ଟା, ଆଉ ଗୋଟେ ଧାଡିରେ ଏମିତି ହିଁ ରଖିବ। ଆଉ ଯେମିତି ସେମିତି କରି ରଖିବାକୁ ହେବ ନାହିଁ। ଏଇଟା ହଉଛି ଧାରା। ସେଇଭଳି ସେବା ଉପାସନା ଯାହା କରିବେ ଇଚ୍ଛା ଅନୁସାରେ ନ କରି, କରିବି ଯେ ସମତବ ଶାସ୍ତ୍ରକୁ ଶୁଣନ୍ତୁ। ପିତୃପୁରୁଷ ମାନଙ୍କର ଆଉ ମୋର କହିବା ଅନୁସାରେ ଆଉ ଗୋଟେ ପରମେଶ୍ୱରଙ୍କର ପରିଚୟ, ପିତୃପୁରୁଷ ମାନଙ୍କର ପରମେଶ୍ୱର ବୋଲି ସେ ପରିଚୟ ଦେଇଛନ୍ତି। ସେ ଯୋଉମାନଙ୍କ ସଙ୍ଗେ ପରବର୍ତ୍ତୀ ପିଢିର ଲୋକମାନଙ୍କ ସଙ୍ଗେ କଥାବାର୍ତ୍ତା କରିଛନ୍ତି, ସେମାନଙ୍କୁ କହିଛନ୍ତି ଯେ ଆମ୍ଭେ ତୁମର ପିତୃପୁରୁଷର ପରମେଶ୍ୱର। ଆଦି 46ର 3-4 ଜଲ୍ଦି। ସେତିକି ମତେ ଦରକାର। ପ୍ରଭୁ ଯାକୁବ ସଙ୍ଗରେ ବିଜାତୀୟ ମାନଙ୍କର ଦେଶକୁ, ଆପଣଙ୍କର ଇମ୍ପୋର୍ଟାନ୍ସ କେତେ ଅଛି? ପ୍ରଭୁଙ୍କ ଲୋକମାନଙ୍କର ପ୍ରାଧାନ୍ୟତା କେତେ ଅଛି? ତାହା ବହୁ ଚମତ୍କାର ଯେ ସେ ତାର ପୁଅ ସେଠି ଜଣେ ଲିଡର ଅଛନ୍ତି, ତା ଛଡା କେହି ନୁହନ୍ତି। ଏ ଯାଇ ରହିବ, ପରିବାର ଯା ରହିବ, ପ୍ରଭୁ ଏମାନଙ୍କ ସଙ୍ଗରେ ଯିବେ। ଯିବେ ବୋଲିବା ଶବ୍ଦଟା ମତେ ବେଶୀ ଭଲ ଲାଗେ। ସହବର୍ତ୍ତୀ ହେବା ହେଲେ ବୋଲି କହିନାହାନ୍ତି, ଏମିତି ପରିବାର ଚାଲି ଯାଉଛନ୍ତି, ପ୍ରଭୁ ଏମାନଙ୍କର ସହିତ
पुणी यात्रा 3 पर्वर 6 परमेश्वर मूसा डाकी कहले बस से परिचय तांग लोक मान निकट देला बेले प्रिय भाई भौणी माने को कारण पाउल कहले जे पितृपुरुष मानकर मतानुसार मु उपासना करे को कारण परमेश्वर परिचय देला बेले देउछन्दी आमे तुमर पितृपुरुषर 15 टिके 15 16 थैंक यू चल लंबा होला परमेश्वर परिचय प्रिय भाई बहन मैंने आम जानी पार्लु जिते बड़े परिचय देउंदी आमे तुमर पितृपुरुषर आमे सृष्टिकर्ता बोली कहले कौनसी असुविधा है न था किंतु पितृपुरुषर परमेश्वर नंबर 1 परवर्ती शुणु को हिसाब रे आमे उपासना करिवार हमर फायदा कौन ताहा मैंने अनुभव करने दरकार द्वितीय हूँ परमेश्वर को जो माने संबोधन करिचंती से माने कौन संबोधन करिचंती शुणु यात्रा 15 पर्वर 2 बेस परमेश्वर लोक माने परमेश्वर गुणगान कला बेल को यही शब्द को व्यवहार करी शक्तियुक्त हेबा जाऊँ से आमर पितृ पुरुषर परमेश्वर मज तार प्रेम रसे मने नपात किछि मज तार प्रेम रसे मने नपात किछि तोर पाप करे तोर पाप तोरा बल करे जीवन रोकोछि जीवन मोरा रोकोछि आउ रिक्वेस्ट करुच्ची जो मैंने ऑपरेट कर जनरेटरटा रही था काले एमती असुविधा जमती कि प्राइज द लॉर्ड प्रिय भाई भौणी माने द्वितीय वंशावली 29 पद टिके देखंतु जो माने परमेश्वर को संबोधन करुचंदी परमेश्वर को गुणानुवाद कला बेले पितृगणर परमेश्वर लोक मान निकट प्रचार कला बेले शिक्षा देला बेले पितृगणर परमेश्वर द्वितीय वंशावली 34 और 32 जय सर्वशक्तिमान प्रेज द लॉर्ड जेणु जहा सब करिवार अछि पितृगणर परमेश्वर नियमानुसार करिवार अछि आमर सब पदक्षेप रे हा पितृगणर परमेश्वर दानिएल गोटे प्रेयर कले शुणु दानिएल 2 पर्वर 23
प्रभु गौरव नाम धन्य हो। वाह थैंक यू जॉन। प्रभु को प्रार्थना उत्तर पाइला परे से प्रार्थना धन्यवाद कर परमेश्वर को को हिसाब रे पितृगणर परमेश्वर बोली तांगो संबोधन करा जाई परिबो। प्रिय भाई भौणी माने धन्यवाद देला बेलू मध्य एलियो भलिया लोक प्रार्थना कले अग्नि जगार बलिदान जगार हे अब्राहमंकर प्रिय भाई भौणी माने तार अर्थ होची परमेश्वर सही कालर लोक मानक ठारू आरंभ करी एकालर लोक मानकर सहित परमेश्वर तेणु आमर दम अच्छी आमर भरोसा अच्छी आमे तांको धन्यवाद करिबा प्रशंसा करिबा गौरव करिबा जे आमर पितार परमेश्वर आमर पितृगणर परमेश्वर। प्रिय भाई बण माने ता परवर्ती तृतीय कथा कहिबी पितृ पुरुष गणर परमेश्वर बोली एते पटु आर आसिला केमिति जिहोशिया 1:6 कारण परमेश्वर से मानक निकट रे प्रतिज्ञा करिथिले। जेणु भाई भणी माने भलरे शुणंदो जो प्रतिज्ञा करिछन्ति परमेश्वर आमर पितृपुरुष मानक निकट प्रतिज्ञा करिछन्ति एबे सफल करिवे। एथरे गोटे गलती अछि गलती को जबरदस्त प्रार्थना मीटिंग रे आनिबा को चाहुनी प्रीचिंग टाइम रे मो गलती आनिबा को चाहिता गलती कोन माने अवश्य परमेश्वर पितृपुरुष गणर परमेश्वर सत किंतु परमेश्वर कहले आमे तुमर पितृपुरुष माने आउ तुमर गोष्ठी आम सम्मुख रे अनंत काल जाजन कर्म करिबो बोली प्रतिज्ञा करिथिलु सत किंतु ताहा आज्ञा आम ठारु दूर हो रिजेक्ट करूछ समस्या अछि एटा एछि दरकार नहीं आमे रिजेक्ट करूछ कागु कहले एटा सामुएल पुस्तक रे एलिम को खबर देले परमेश्वर तोर पुआ माने बलिदान जगह रे जो दुर्नीति करुछन्ती तेणु आमे अनंत काल जाजन कर्म करिबो बोली कहितलु सत किंतु ताहा मोठारु एमती भी हेई पारे आज्ञा सब बेले बाइबल रो तार विपरीत रे कौन अच्छी नजर थिबाकू पड़िबो ताहले रहस्य मजबूत तेणु परमेश्वर प्रतिज्ञा करिछन्ति आमर पितृपुरुष मानक निकट रे आम बाई तांग पुत्रंगु देबा बाई पूर्व पुरुष मानक निकट रे प्रतिज्ञा करिछन्ति तेणु आमको जानिबा को पड़िबो मलाक सॉरी मिखा 7 पर्वर 20 शेष पद। जय प्रभु परमेश्वर ताहा मने पकइबे जे अब्राहम को ए कथा मु कहितली जिसाक को कहितली एई अलगा जाति को मु मंडली करिबी बोली कहितली एमान को बाध्य रे दया करबी बाध्य रे दया करबी भाई भने माने तेणु परमेश्वर पितृगणर परमेश्वर प्रतिज्ञार महत्व पितृगण निकट रे प्रतिज्ञार महत्व गोटे शुणंदो आ समय अधिक हो जाउछि सत लेवी 26 पर्व 41-42 प्रतिज्ञा करिबार महत्व कौन कौन गोटे कथा मात्र कहबी जेबे स्वीकार करिवे भूल करथिले मध्य जेबे स्वीकार करिवे जेबे नम्र हबो
थैंक यू जेते भूल करथिले मध्य जेबे अनुताप करिवे याकूब सहित अब्राहम सहित करिबा प्रतिज्ञा प्रेज द लॉर्ड स्मरण करिवे जेणु अब्राहम को कहिथिले परमेश्वर तुम्भ द्वारा समस्त जाति आशीर्वाद प्राप्त यह मन पकेबे आमको आशीर्वाद देबे आपनको आशीर्वाद देबे प्रिय भाई बहन माने तेणु यह आम उपासनार प्रणाली हेउ पद्धति हेउ ए सब आमर अवलंबन हेउ पुणी शुणु परमेश्वरंकर निकटरे तांकर लोकमानंकर निकटरे परमेश्वरंक प्रतिज्ञार महत् गीत संहिता 22 ର 4 ଟି जय प्रभु जेणु प्रिय भाई बहन से मानू आमे कौन पाई पालो हेबाकू पड़िबो माने से माने विश्वास कले परमेश्वर से मान को उद्धार लिखा है बाइबल रे हे इस्राएल तुम पर किए तुम्हें उद्धार प्राप्त लख तेणु प्रिय भाई भौणी माने जो परमेश्वर आमर पितृपुरुष मान बाइबल पितृपुरुष मान प्रतिज्ञा करिसेंती मो भाई आपणक भाई कारण जो माने विश्वास करिवे जीसुको से माने अब्राहमंकर आपण माने गोटे गोटे अब्राहमंकर संतान हेबार चांस अछि पितृपुरुष मानक निकट जहाँ परमेश्वर प्रतिज्ञा पुणी पितृपुरुष मानकर महत्व टिके शुणु प्रथम रजावली 8 पर्वर 56-57 प्रिय भाई भौणी माने गोटे मिनिट परमेश्वर पितृ लोक मानकर संगरे थिले आउ संगी हेले विदेश को मत जाइछन्ते समान संगे एटा चमत्कार मोर चिंतार व्याख्यार चिंतारे मोर मन भांगु नाय जे याकूब को कहिले परमेश्वर तुम संगे आमे मिस्र को दाऊद तांको पुओ मानत करिछि बोलबारु दाऊद कौन कहले अवश्य मु जाई परिबिनी प्रभु तो आशीर्वाद तो जाई नंती किंतु परमेश्वर कहले मु तो संगरे मिस्र को भाई बण माने सुनंदु गोटे धाड़ी तळु को हिसाब रे आमे पितृपुरुष मानकर मतानुसार उपासना करिबार पद्धति प्रणाली प्रिय भाई बहन माने जेमिति से मानक संगरे परमेश्वर थिले आम संगरे सेमती यो भाई बहन माने केवल सेतिक न आमर प्रार्थना हेउ जिसाय 51 9 जेमिति सेमती कर जेपरी पूर्व काल रे प्राचीन कालर पुरुष परंपरा रे समय रे सेपरी जाग नुह से परमेश्वर काम आज मंडली करंदु आज दुनिया रे करिवे एहा मोर प्रार्थना रहिबा दरकार परमेश्वर निकट रे प्रभु प्रभुंग बाहु जाग जाग जेमिति पूर्व पुरुष मानकर संगरे तुमे थिलो काम कल सेई भली प्रभु आम संगरे मध्य काम प्रिय भाई बहन माने केवल सत्य नुहे कृत्य वंशावली 19 पर्वर 4 कौन करिबार छी सुनंदो
ବେଶ ଆମର କାମ କଣ? ସେଇ ମେଥଡକୁ ଲୋକଙ୍କୁ ଆଣିବାର ଅଛି। ଶାସ୍ତ୍ରର ପ୍ରଣାଳୀକୁ ଲୋକମାନଙ୍କୁ ଆଣିବାର ଅଛି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଧୀରେ ଧୀରେ ସମାପ୍ତ କରୁଛି। ପିତୃପୁରୁଷ ମାନଙ୍କର ପ୍ରଣାଳୀ ଅନୁସାରେ ସେବା ଉପାସନା କରିବା ଦ୍ୱାରା ଅବଶ୍ୟ ନୂତନ ନିୟମରେ ଲେଖା ଅଛି ପରମେଶ୍ୱର ଆତ୍ମା, ଯୋଉମାନେ ତାଙ୍କ ଉପାସନା କରିବେ ଆତ୍ମାରେ ସତ୍ୟରେ ଆମର ପୂର୍ବ ପୁରୁଷ ମାନେ ଯେମିତି ଉପାସନା କରିଥିଲେ, ପ୍ରିୟ ଭାଇ ଭଉଣୀ ମାନେ ଆମେ ସେମିତି କରୁ। ଅବ୍ରାହମ କହିଲେ ଦାସ ମାନଙ୍କୁ ତୁମେ ଟିକେ ଏଇଠି ଠିଆ ହେଇଥ, ଆମେ ବାଳକ ଦୁହେଁ ଯାଇ ଆରାଧନା କରି। କେମିତି ସେ ଆରାଧନା? ଆଉ ଡ୍ରମ୍ ବାଜିବ, ଏମିତି ଆରାଧନା ନା? ପ୍ରିୟ ଭାଇ ଭଉଣୀ ମାନେ, ନିଜକୁ ସମର୍ପଣ କରିବା ଆରାଧନା ଆଜି କରାହଉନି, ଗୀତ ବାଦ୍ୟର ଆରାଧନା କର। ଯେଣୁ ସବୁ ମୁଁ ଦେବି ସମର୍ପି ଦେବି, ଆଜି ଆମେ ନିଜକୁ ଦେବାର ଆରାଧନା କରିବାର ଅଛି, ନିଜକୁ ସମର୍ପଣ କରିବା ଆରାଧନା କରିବାର ଅଛି। ଆରାଧନାର ଓଡ଼ିଆ ଶବ୍ଦରୁ ଦେଖନ୍ତୁ ଆପଣ, ପ୍ରଭୁଙ୍କୁ ପ୍ରଣାମ ମିଳିବ, ବଳିଦାନ। କେମିତି ଆରାଧନା ହଉଛି ଜାଣିଛନ୍ତି? ନିକଟରେ ପ୍ରାର୍ଥନା କଲା ପରେ କଣ ପ୍ରମାଣ ଅଛି କୁହନ୍ତୁ? ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା, ପ୍ରଭୁ ଲୋକମାନଙ୍କୁ ଦୟା କର, ଆଶୀର୍ବାଦ କର, ତୁମର ଆତ୍ମା ଦିଅ। ଭାଇ ଭଉଣୀ ମାନେ ସୁସ୍ଥିର। ଭାଇ ଭଉଣୀ ମାନେ ଆପଣ ମାନେ ଚୁପଚାପ ଅଛନ୍ତି, ତେଣୁ ପିତୃ ପୁରୁଷ ମାନଙ୍କର ମତାନୁସାରେ ଦମ ରଖି ଭଏସ ବାହାର କରିବାର ଅଛି। ଲୋକଙ୍କୁ ବାଇବଲ ପ୍ରୁଫ ଅନୁସାରେ ଜୋରଜାର ତିଆରି କରିବାର ଅଛି। ଆସନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଦାବି କରିବା, ପ୍ରାର୍ଥନା କରିବା ପରମେଶ୍ୱରଙ୍କ ନିକଟରେ। ଆମର ପିତୃପୁରୁଷ ମାନଙ୍କ ସମୟରେ ଯେପରି ସଦାପ୍ରଭୁଙ୍କ ବାହୁ ଜାଗିଥିଲା, ବର୍ତ୍ତମାନ ସେପରି ହେଉ। ବର୍ତ୍ତମାନ ଆଦ୍ୟ ମଣ୍ଡଳୀରେ ଯେମିତି ହେଇଥିଲା, ଶେଷ କାଳରେ ପ୍ରଭୁଙ୍କ ଦିନରେ ସେଇପରି ପ୍ରଭୁ ନିଶ୍ଚୟ ପ୍ରଣାଳୀ ଅନୁସାରେ, ଶାସ୍ତ୍ର ଅନୁସାରେ, ବାକ୍ୟ ପ୍ରମାଣ ଅନୁସାରେ ଯାହା କରିବା ଅକାଟ୍ୟ ତାହା ପ୍ରଭୁ ସିଦ୍ଧ। ପ୍ରଭୁ ମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବିପଦ ଗୀତ ଗାଇବେ, ଯୀଶୁ ସୁନ୍ଦର ଜୀବନ ଈଶ୍ୱର। ଟିକେ ଜଲ୍ଦି ଖୋଲ। ଜୟ ପ୍ରଭୁ, ଜଲ୍ଦି। अच्छा, थैंक यू। जीसु सुंदर जीवन धन्य तो नाना धन्य प्रेम तुम्हारा। जीसु सुंदर जीवन धन्य तो
অত্যন্ত প্রেমময় প্রভু, তোমাকে ধন্যবাদ করছি প্রভু। তুমি প্রশংসা নিবাসীন পরমেশ্বর, সমস্ত তোমার আত্মাगुणକୁ ସମର୍ପଣ କରୁଛେ। ଦୁର୍ଦିନରେ ସୁରକ୍ଷିତ ହେବା ପାଇଁ ଆମମାନଙ୍କର ସହବର୍ତ୍ତୀ ହୁଅ। ଗୌରବ ମହିମା ତୁମରେ ହଉ, ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି। हालेलुया। प्रभु तांको दासंको देई आमानकु सुंदर वाक्य देइथिबारु प्रभु को धन्यवाद दो। प्रभु आम प्रत्येकंकु आशीर्वाद करंतु। कहिबा हालेलुया, हालेलुया। प्रिय मंडली, एक प्रार्थनार तालिका आमानकु प्रदान करियछंती। आउ सेथि मध्यरु मो कहिबी आमाने समस्ते मिलित भावरे से सकल प्रार्थना को एका सांगरे करिबा पाई छेबा। प्रिय मंडलीर प्रत्येक परिवार कर्ता